ଶୁଭ ସକାଳ ପିଲାମାନେ। ଆଶା କରୁଛି ତୁମେମାନେ ସମସ୍ତେ ଭଲରେ ଥିବ। ହଁ, ମୁଁ ବି ବହୁତ ଭଲରେ ଅଛି। ଆଜି ଆମେ ଗୋଟେ ବିଷୟ ଆଲୋଚନା କରିବା, ଯେଉଁ ବିଷୟଟି ତମମାନଙ୍କୁ ବହୁତ ଖୁସି ଦବ। ଆଚ୍ଛା, ମତେ କହିଲ, କିଏ କିଏ ବୁଲିବାକୁ ଯାଇଛ? ଆଉ କୋଉ କୋଉ ଜାଗା ବୁଲିବାକୁ ଯାଇଛ? ଆଚ୍ଛା, ଫୁର୍ଲି ଝରନ୍ ଯାଇଛ, ରାଣୀ ଗୁମ୍ଫା, ହାତୀ ଗୁମ୍ଫା ଯାଇଛ। ଆଚ୍ଛା, ପୁରୀ ଯାଇଛ। ହଉ, ଠିକ ଅଛି ପିଲେ। ତମ ସାମ୍ନାରେ ଦୁଇଟି ମୁଁ ଚିତ୍ର ଦେଖଉଛି। ସେହି ଚିତ୍ର ଦୁଇଟି ଦେଖିପାରୁଛ? ହଁ, ବହୁତ ସୁନ୍ଦର ହେଇଛି ନା? ଠିକ କଥା ପିଲେ। ଯେଉଁ ଜାଗା ଗୁଡ଼ିକୁ ଆମେ ବୁଲିବାକୁ ଯାଇଥାଉ, ଦେଖିବାକୁ ଯାଇଥାଉ, ମନୋରଞ୍ଜନ ପାଇଁ ଯାଇଥାଉ, ସେହି ଜାଗାକୁ ପିଲେ ଆମେ କଣ କହୁ? ଦର୍ଶନୀୟ ସ୍ଥାନ ବୋଲି କହୁ। ଠିକ ଅଛି। ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ, ଯାହା ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନରେ ରହିଅଛି। ପ୍ରଥମେ ଆମେ ଆଲୋଚନା କରିବା ଆମ ଦେଶର ରାଜଧାନୀ, ଯାହାର ନାଁ ହେଉଛି ନୂଆଦିଲ୍ଲୀ, ଏବଂ ସେହି ନୂଆଦିଲ୍ଲୀରେ ରହିଥିବା ଦର୍ଶନୀୟ ସ୍ଥାନ ଗୁଡ଼ିକ ବିଷୟରେ। ଏଇଠି ଦେଖ ପିଲେ, ନୂଆଦିଲ୍ଲୀରେ କଣ କଣ ରହିଛି? ରାଷ୍ଟ୍ରପତି ଭବନ, ସଂସଦ ଭବନ, ସର୍ବୋଚ୍ଚ ନ୍ୟାୟାଳୟ, ସଚିବାଳୟ, ଇଣ୍ଡିଆ ଗେଟ୍, ଲାଲକିଲ୍ଲା, କୁତବ ମିନାର, ଅକ୍ଷରଧାମ, ଜାମା ମସଜିଦ, ବିରଳା ମନ୍ଦିର, ବିଭିନ୍ନ ସଂଗ୍ରହାଳୟ, ରାଜଘାଟ, ଶକ୍ତିସ୍ଥଳ, ଶାନ୍ତିବନ, ବିଜୟଘାଟ ଇତ୍ୟାଦି। ତ ପିଲେ, ଏହି ସବୁ ଦର୍ଶନୀୟ ସ୍ଥାନ ଗୁଡ଼ିକ ମଧ୍ୟରୁ କିଛି ଦର୍ଶନୀୟ ସ୍ଥାନର ଫଟୋଚିତ୍ର ତମମାନଙ୍କ ପାଇଁ ମୁଁ ସଂଗ୍ରହ କରିଛି। ଏହି ଦେଖ, ପ୍ରଥମେ କଣ ଆସିଲା? ଇଣ୍ଡିଆ ଗେଟ୍। ବୁଝିପାରୁଛ? ତାପରେ ଦେଖ ପିଲେ, ସଂସଦ ଭବନର ଚିତ୍ର ତମମାନଙ୍କ ପାଖରେ ଅଛି। ଏହି ସଂସଦ ଭବନ କୋଉଠି ଅଛି? ନୂଆଦିଲ୍ଲୀରେ ଅଛି, ଯେଉଁଥିରେ ଆମର ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ସାଂସଦଙ୍କ ସହିତ ବସି ଆମ ଦେଶକୁ କିପରି ପରିଚାଳନା କରାଯିବ, ଅନେକ ଗୁଡ଼ିଏ ଚିଠା ପ୍ରସ୍ତୁତ, ସବୁ ନିଷ୍ପତ୍ତି ଏହି ସଂସଦ ଭବନରେ କରାଯାଇଥାଏ। ତାପରେ ଏଇଠି ଦେଖ, କୁତବ ମିନାର। ଏଇଟା ଗୋଟିଏ ଖମ୍ବ ଆକୃତିର ଚିତ୍ର ରହିଛି ତମ ସାମ୍ନାରେ। ତାହା ହେଉଛି କୁତବ ମିନାର। ତାର ପରବର୍ତ୍ତୀ ସମୟରେ ତମେ ଦେଖୁଛ ପିଲେ, ସର୍ବୋଚ୍ଚ ନ୍ୟାୟାଳୟ। ଏଇଠି ନ୍ୟାୟ ଦିଆଯାଏ। ଯେଉଁ କଏଦୀ କିମ୍ବା କାହା ପାଇଁ ଅନ୍ୟାୟ ହୋଇଛି, କାହାକୁ ଅନ୍ୟାୟ ହୋଇଛି, ସେ ଯଦି ଉଚ୍ଚ ନ୍ୟାୟାଳୟରେ ନ୍ୟାୟ ନ ପାଇପାରିଲେ ସେମାନେ ଆବେଦନ କରନ୍ତି ଏହି ସର୍ବୋଚ୍ଚ ନ୍ୟାୟାଳୟରେ। ବୁଝିପାରୁଛ? ତାପରେ ଦେଖ ପିଲେ, ରାଷ୍ଟ୍ରପତି ଭବନ, ଯେଉଁଥିରେ ଆମ ଭାରତର ରାଷ୍ଟ୍ରପତି ରହିଥାନ୍ତି। ଏସବୁ ହେଉଛି ଆମ ଦେଶର ରାଜଧାନୀ ଦିଲ୍ଲୀରେ ରହିଥିବା ଦର୍ଶନୀୟ ସ୍ଥାନ। ବର୍ତ୍ତମାନ ମୁଁ ତୁମକୁ ନେଇଯାଉଛି ଭାରତର ମାୟା ନଗରୀକୁ, ଯାହା ମୁମ୍ବାଇ ନାମରେ ପ୍ରଖ୍ୟାତ। ମୁମ୍ବାଇର ପୁରୁଣା ନାଁ ଥିଲା ପିଲେ ବମ୍ବେ, କିନ୍ତୁ ତାହା ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ହୋଇ ନାଁ ହେଇଛି ମୁମ୍ବାଇ। ଭାରତର ଅନ୍ୟତମ ମୁଖ୍ୟ ନଗରୀ ମୁମ୍ବାଇ ଆରବ ସାଗର କୂଳରେ ଅବସ୍ଥିତ। ଏହି ନଗରୀରେ ସିଦ୍ଧିବିନାୟକ ମନ୍ଦିର, ଗଣେଶଙ୍କର ମନ୍ଦିର ଯୋଉଟା, ବୁଟ୍ ହାଉସ୍, ମହାଲକ୍ଷ୍ମୀ ମନ୍ଦିର, ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀ, ଗେଟୱେ ଅଫ୍ ଇଣ୍ଡିଆ ଆଦି ଅନେକ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଅଛି। ଦେଖ, ଗେଟୱେ ଅଫ୍ ଇଣ୍ଡିଆ କୋଉଟା ରହିଛି, ତା ଚିତ୍ର ତମର ବାମ ପଟେ ରହିଲା। ତାପରେ ଦେଖ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀ ରହିଲା। ତାପରେ ପିଲେ ବୁଟ୍ ହାଉସ୍, ଗୋଟିଏ ବୁଟ୍ ଆକୃତିରେ ତମମାନଙ୍କୁ ଦେଖାଯାଉଥିବ, ତାହା ହେଉଛି ବୁଟ୍ ହାଉସ୍। ଏବେ ବର୍ତ୍ତମାନ ଆମେ ଯିବା ପିଲେ ଆମର କୋଲକାତା, ଯିଏ ହେଉଛି ପଶ୍ଚିମବଙ୍ଗ ରାଜ୍ୟର ରାଜଧାନୀ, ଯେଉଁଥିରେ ରହିଛି ପ୍ରସିଦ୍ଧ କଣ କଣ ଦେଖିବା? ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଥିବା ହାୱଡ଼ା ପୋଲ ଏକ ଝୁଲନ୍ତା ପୋଲ ହିସାବରେ ବିଶ୍ୱ ପ୍ରସିଦ୍ଧ ପିଲେ। ଏଥିରେ କୌଣସି ଖମ୍ବ ନାହିଁ ତଳେ, ତାହା ଝୁଲିକି ରହିଛି, ତେଣୁକରି ଅନେକ ପର୍ଯ୍ୟଟକଙ୍କୁ ସେ ଆକର୍ଷଣ କରିଥାଏ। ତାପରେ ଆଉ କଣ ରହିଛି? ଭିକ୍ଟୋରିଆ ମେମୋରିଆଲ ରହିଛି, ବିରଜା ପ୍ଲାନେଟୋରିୟମ ରହିଛି, ଭୁବନେଶ୍ୱର କାଳୀ ମନ୍ଦିର, ବେଲୁର ମଠ, ଆଉ ପିଲେ କ୍ରିକେଟକୁ ଭଲ ପାଉଥିବା
ଲୋକଙ୍କ ପାଇଁ ଏକ ସୁନ୍ଦର ଜିନିଷ ଯାହା ହେଉଛି ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ। ତାପରେ ରହିଛି ପିଲେ ମେଟ୍ରୋ। ମେଟ୍ରୋ କ'ଣ? ତାହା ପୁଣି ଭୂତଳ ରେଳପଥ, ମାଟି ତଳେ ରେଳପଥ ରହିଛି। ସେ ସବୁ ତମେ ଦେଖିପାରିବ କୋଲକାତାକୁ ଯାଇକି। ଠିକ ଅଛି ନା? ଦେଖ ହାଓଡ଼ା ପୋଲ କୋଉଟା, ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ ଆଉ ତମର ମେଟ୍ରୋ ରେଳପଥ। ଏଇ ଚିତ୍ରଟି ଦେଖିଲେ ତମମାନଙ୍କ ମନରେ ଆସୁଥିବ ଗୋଟିଏ ଶବ୍ଦ, ସେଇ ଶବ୍ଦଟି ହେଉଛି ତାଜମହଲ। ତାଜମହଲଟି କୋଉଠି ଅଛି? ନା ତାଜମହଲଟି ଅଛି ଉତ୍ତରପ୍ରଦେଶର ଆଗ୍ରାରେ। ଉତ୍ତରପ୍ରଦେଶର ଆଗ୍ରାଠାରେ ଯମୁନା ନଦୀ କୂଳରେ ବିଶ୍ୱବିଖ୍ୟାତ ତାଜମହଲ ଅବସ୍ଥିତ। ଏଇଠି ଦେଖ ପିଲେ ଏକ ସୁନ୍ଦର ମହଲ ତମ ସାମ୍ନାରେ ଉପସ୍ଥିତ ରହିଛି। ଏହି ମହଲଟିର ନାମଟି ହେଉଛି ପିଲେ ହାୱା ମହଲ। କ'ଣ? ହାୱା ମହଲ। ଇଏ ରାଜସ୍ଥାନର ଜୟପୁର ସହରରେ ରହିଅଛି, ଯାହା ଏକ ବହୁତ ସୁନ୍ଦର ଦର୍ଶନୀୟ ସ୍ଥାନ। ଏଇଠି ଦେଖ, ଆମେ ଯେହେତୁ ଓଡ଼ିଆ ନିହାତି ଭାବରେ ଏସବୁ ଦେଖିକି ଜାଣିପାରୁଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର, ତା ସହିତ ବ୍ଲାକ୍ ପାଗୋଡ଼ା କୁହାଯାଉଥିବା କୋଣାର୍କ ମନ୍ଦିର, ଯେଉଁଥିରେ ପୂଜା ପାଆନ୍ତି ସ୍ୱୟଂ ସୂର୍ଯ୍ୟଦେବ। ଓଡ଼ିଶା। ଓଡ଼ିଶାରେ କ'ଣ କ'ଣ ରହିଛି? ବଙ୍ଗୋପସାଗର ଉପକୂଳରେ ଥିବା ପୁରୀର ବେଳାଭୂମି ଓ ଜଗନ୍ନାଥ ମନ୍ଦିର ବହୁତ ଦର୍ଶନୀୟ। ପୁରୀଠାରେ ସମୁଦ୍ର ଉପକୂଳ ଦେଇ ଗଲେ ପ୍ରାୟ 31 କିଲୋମିଟର ଦୂରରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଯାହାକୁ ବ୍ଲାକ୍ ପାଗୋଡ଼ା ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିରଟି ଏକ ଚଳନ୍ତା ରଥ ପରି। ଏହି ମନ୍ଦିରକୁ ସୂର୍ଯ୍ୟ ମନ୍ଦିର କୁହାଯାଏ। କୋଣାର୍କ ମନ୍ଦିର କାରୁକାର୍ଯ୍ୟ ପୃଥିବୀରେ ଅଦ୍ୱିତୀୟ। ଏହାପରି ମନ୍ଦିର ଆଉ ତିଆରି କରାଯାଇପାରି ନାହିଁ। ଦେଖ କୋଣାର୍କ କୋଉଟା ଆଉ ପୁରୀ ମନ୍ଦିର କୋଉଟା। ବର୍ତ୍ତମାନ ଆମେ ଦେଖିବା ଦକ୍ଷିଣ ଭାରତର କିଛି ଦର୍ଶନୀୟ ସ୍ଥାନ। ପ୍ରଥମେ ଦେଖିବା ଆମେ କନ୍ୟାକୁମାରୀ। ଭାରତର ପୂର୍ବ ପଶ୍ଚିମ ଉପକୂଳର ମିଳନ ସ୍ଥଳରେ ଜୁମାରିକା ଅନ୍ତରୀପ ବା କ୍ୟାପ୍ କ୍ୟାମୋରିନ୍ ଅବସ୍ଥିତ। ଏହି ସ୍ଥାନରେ ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗର ଏକତ୍ର ମିଳିତ ହୋଇଛନ୍ତି। କୁମାରିକା ଅନ୍ତରୀପ ଏକ ସ୍ଥଳଭାଗ ସମୁଦ୍ର କୂଳକୁ ପଶିଯାଇଛି। ଏହି ସ୍ଥଳ ଭାଗରେ କନ୍ୟାକୁମାରୀ ସହର ଅବସ୍ଥିତ। ଏଠାରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବିବେକାନନ୍ଦ ସ୍ମାରକୀ, ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ, କନ୍ୟାକୁମାରୀ ମନ୍ଦିର ଆଦି ଦର୍ଶନୀୟ ସ୍ଥାନ ସବୁ ରହିଅଛି। ତାପରେ ଦେଖିବା ପିଲେ ତିରୁପତି। ତିରୁପତି ବାଲାଜୀଙ୍କ ମନ୍ଦିର ଆନ୍ଧ୍ରପ୍ରଦେଶରେ ଅବସ୍ଥିତ। ଏଠାରେ ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱର ପୂଜା ପାଆନ୍ତି। ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସି ଏହି ମନ୍ଦିରକୁ ଦର୍ଶନ କରିଥାନ୍ତି। ତାପରେ ଯିବା ପିଲେ ହରିଦ୍ୱାର। ଗଙ୍ଗା ନଦୀ କୂଳରେ ପିଲେ ଆମର ହରିଦ୍ୱାର ଅବସ୍ଥିତ। ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ। ଏଠାରେ ଅନେକ ମନ୍ଦିର ରହିଛି। ବ୍ରହ୍ମକୁଶ ପାଇଁ ଏହା ପ୍ରସିଦ୍ଧ। ତାପରେ ତମେ ମଝିରେ ଦେଖିପାରୁଥିବ ପିଲେ ରାମେଶ୍ୱରମ ମନ୍ଦିର। ଏହି ମନ୍ଦିରଟି ତାମିଲନାଡୁରେ ରହିଛି, ବଙ୍ଗୋପସାଗର କୂଳରେ, ଯେଉଁଥିରେ ପୂଜା ପାଆନ୍ତି ରାମନାଥ ସ୍ୱାମୀ। ଶେଷରେ ରହିଛି ଦ୍ୱାରିକାନାଥ ମନ୍ଦିର, ଯାହା ଗୁଜରାଟର ପଶ୍ଚିମ ଉପକୂଳରେ ଦ୍ୱାରିକା ନଗରୀର ଶ୍ରୀକୃଷ୍ଣ ମନ୍ଦିର ଏକ ପବିତ୍ର ତୀର୍ଥସ୍ଥାନ, ଯେଉଁଥିରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପୂଜା ପାଏ। ଏଇଠି ଦେଖ ପିଲେ, ଆମେ ଜାଣିସାରିଲେ ଭାରତର ଅନେକ ସହର ଏବଂ ସହର ଗୁଡ଼ିକରେ ଥିବା ଅନେକ ଦର୍ଶନୀୟ ସ୍ଥାନ।